ଭାବରେ ଆଉ ଜଣେ ଅଛନ୍ତି କିଶୋର ଦିଗାଲ ସେ ସଭାକୁ ମାଲ ଆସିବ କୋଉଠି ସଭାକୁ ନାଇଁ ରସାନନ୍ଦ ରାଙ୍ଗିଲ ତେଲବର ଦେଉଲି ହବ ନା 25 ବର୍ଷ ପୂର୍ଣ୍ଣ ହେଲା ନା ପୂର୍ଣ୍ଣ ମୁଁ ଆଜି ପର୍ଯ୍ୟନ୍ତ ଆରେ ମୁଁ ନିଜର ପଇସା ଖର୍ଚ୍ଚ କରି ସଭା ଯାକ କରିଛି କି ନାହିଁ 2004 ସଭାକୁ କେତେଟା ଆୟୋଜନ କମିଟି କିଏ କେତେ ପଇସା କରିକି ଦେଇଛୁ ସେଟା ତ ମୁଁ ନିଜର ପଇସା ଖର୍ଚ୍ଚ କରି କଲି କି ନାହିଁ କାମ୍ବାର ଫାଙ୍ଗାରେ ଗୋଟେ କଲି ସେଠି ମୁଁ ନିଜର ପଇସା ଖର୍ଚ୍ଚ କରି କଲି କି ନାହିଁ ସୁବର୍ଣ୍ଣଗିରି ଗୋଟେ କରିଥିଲି ମନେ ଅଛି କି ନାହିଁ ସୁବର୍ଣ୍ଣଗିରି ପ୍ରପର ଟାଉନରେ ସେତେବେଳେ ଯୋଉ ସେଟା ଇଏ କିଏ ବୋପେଇ ଖାନା କରିକି ସୁବର୍ଣ୍ଣଗିରି କରିଥିଲି ସେଟା କିଏ କେତେ ଆୟୋଜନ କରିକି କିଏ କେତେ ପଇସା ଦେଇଥିଲା ସୁଶାନ୍ତ ଚାହିଁଲେ ନିଜେ ଜଣେ ଚାହିଁଲେ କରୁଥିଲେ କିନ୍ତୁ ଗୋଟେ ସଭା କରିବା ପାଇଁ କେତେଟା ଆୟୋଜନ ସଭା କେତେଟା କଣ କରିକି ଲୋକ କରନ୍ତି କିନ୍ତୁ ସୁଶାନ୍ତ ସଭା କରିବା ପାଇଁ କୌଣସି ଆୟୋଜନ ସଭାର ଦରକାର ନାହିଁ କିଏ ମ୍ୟାନେଜ କରିବ କିଏ ଲିଡିଂ କରିବ କିଏ ପ୍ରିଜାଇଡିଂ କରିବ କିଏ କୋଉଠି ବସିବ କିଏ ଲୋକମାନଙ୍କୁ ବସେଇବ କିଏ ଲୋକମାନଙ୍କୁ ଖାଇବାକୁ ଦେବ ସେ ସିଷ୍ଟମ ନାହିଁ ସୁଶାନ୍ତ ଚାହିଁଲେ ଚାଲିଲା କିନ୍ତୁ ଆଜି ସୁଶାନ୍ତର ହାତ ଗୋଡ ବନ୍ଧା ହେଇକି ରଖା ହେଇଛି କାହିଁକି ନିରବତାର ସମୟ ବୋଲିକି ହଁ କି ନାହିଁ ଆଉ କନ୍ଧମାଳରେ ମାନେ କିଏ ଅଛି ଛୋଟ ବଡ ଭଳିଆ ଲୋକ ଜାଗାରେ ଯଦି ଜୁଣ୍ଡିର ଟେଣ୍ଟ ଆଉ ସାଥି ଉଦୟଗିରିର ତାପରେ ସୁବର୍ଣ୍ଣଗିରି ଭଳିଆ ଜାଗା ବାଣ୍ଡିଗୁଡା ଜାଗା ଭଳିଆ ଜାଗାରେ ଯଦି ମାନେ ରେଡିଓ ଗାୟକ ଆସିକି ସଭା କରିବେ 70 କୁଇଣ୍ଟାଲ ଚାଉଳ ଆସିବ ହରଡ଼ ଡାଲି 10 କୁଇଣ୍ଟାଲ ଆସିବ ସେମିତି ସଭା କିଏ କରୁଛି କି କାଇଁ ଛୋଟ ବଡ କିଏ କମ ନା ଆମେ କରିଛୁ ସେଇଟା ନାହିଁ ଯଥେଷ୍ଟ ପ୍ରଭୁ କରିଛନ୍ତି କରୁଛନ୍ତି ତମ କହିଲା ସବୁବେଳେ କହୁଛି ପରା ପରଦିନ ମୁଁ କହୁଥିଲି ଯେ ଆମର ଜଣେ ପାଳ କରୁଛନ୍ତି ଆଜ୍ଞା ଉଜ୍ଜଳ ମାନେ ରୂପା ମାଝି ବୋଲିକି ସେ ମତେ କହୁଥିଲେ ଯେ ଆଜ୍ଞା ଆପଣ ଜଣେ ଜଣେ ୱାର୍ସିପ କରିକି ଜଣେ ଜଣେ ମାନେ ପ୍ରାର୍ଥନା କରିକି ଯେତେବେଳେ ବାକ୍ୟ ପ୍ରଚାର କଲା ପରେ ଆଉ ଯେତେବେଳେ ମାନେ ପ୍ରାର୍ଥନା କରନ୍ତି ସେତେବେଳେ ବାୟା ହେଲା ନା ପାଗଳ ହେଲା ବୋଲି ଆମେ ଦେଖୁଥିଲୁ କିନ୍ତୁ ଏବେ ଆପଣ ଗଲା ପରେ ଆପଣ ଯେମିତି ଆରମ୍ଭ କରିଦେଲେ ସେମିତି କୌଣସି ମଣ୍ଡଳୀ ଯଦି ସେମିତି କରାଯାଏ ନା ତାହେଲେ ବାକ୍ୟ ପ୍ରଚାର ହୁଏ ନାହିଁ ସେଥିପାଇଁ ଆଜି ସେ ଟ୍ରେନିଂ ୱାର୍ସିପ ମାନେ ନ ହେଲେ କୌଣସି ଜାଗାରେ ଈଶ୍ୱରଙ୍କ ବାକ୍ୟ ପରିବେଷଣ ହଉନାହିଁ ସେଥିପାଇଁ ଏଇଟା ଗୋଟେ ଆପଣଙ୍କର ମାନେ ଆପଣ ସେଇଟା ମଞ୍ଜି ବୁଣିଥିଲେ ଏବେ ମାନେ ଗଛ ଉଠୁଛି ବୋଲି ସେ ନିଜେ କହୁଥିଲେ ତାଙ୍କ ସାଇଡରୁ ମତେ ଫୋନ କରୁଥିଲେ ମୁଁ ତାକୁ ଫୋନ କରିନାହିଁ କେମିତି ଅଛ ସେ ନିଜେ ତାকে କହୁଥିଲେ ଏବେ ସବୁ ମଣ୍ଡଳୀ ଗୁଡାକରେ ମାନେ ୱାର୍ସିପ ନ ହେଲେ ପ୍ରଚାର ହଉନାହିଁ ତାପରେ ବାକ୍ୟ ପ୍ରଚାର ପରେ ୱାର୍ସିପ ହଉଛି ଏଇ ସିଷ୍ଟମ ଚାଲିଲା ନହେଲେ ସେଟା କିଏ ଜାଣିଥିଲା ମାନେ ଆୟୋଜା କାଳରୁ ଆମେ ପ୍ରଭୁଙ୍କୁ ଜାଣିଛୁ କିନ୍ତୁ ତମ ଗାଁ କେବେ ହେଇଛି କେବେ ହେଇଛି ଜାଣିଛୁ ମଣ୍ଡଳୀ ଆଜିକିରି ମଣ୍ଡଳୀ ଚର୍ଚ୍ଚ କେବେ ଆରମ୍ଭ ହେଇଛି ଜାଣିଛୁ ପାଜିକିରି ମଣ୍ଡଳୀ ହେଇଛି 62 ମସିହାରେ ବାଣ୍ଡିଗୁଡା ଲୋକମାନେ ଖ୍ରୀଷ୍ଟାନ ହେଉଛନ୍ତି 63 ମସିହାରେ ଆଉ ଜାକେଶ ଲୋକମାନେ ଖ୍ରୀଷ୍ଟାନ ହେଉଛନ୍ତି 1961 ମସିହାରେ ହେଲା ଜାକେଶ ହେଇଛି 1961 ପାଜିକିରି ହେଇଛି 1962 ବାଣ୍ଡିଗୁଡା ହଉଛି 1963 କିନ୍ତୁ ବାଣ୍ଡିଗୁଡାରେ କେବଳ ଇଏ ମାନେ ଗୁଙ୍କୁଲଟୁର ତାର ମାନେ ବଡ ଭାଇ ମାନେ ସେମାନେ 62 ହେଇଥିଲେ ଯିଏକି ଜଣେ କୁଟୁମ୍ବଗଡ ଅଛି ଆଉ ସେମାନେ ହେଇଥିଲେ କିନ୍ତୁ ପ୍ରଭାବ ସେତେ ପଡିନଥିଲା କିନ୍ତୁ ସେତେବେଳକୁ ପାଜିକିରି ଲୋକମାନେ 1962 ହେଇଛନ୍ତି ଆଉ ତାପରେ ଆମ ବାପା ହେଇଛନ୍ତି 1963 ତାପରେ 1965 ଆମର ବାଣ୍ଡିଗୁଡାରେ ମାନେ ଗୋଷ୍ଠୀ ସଭା ହେଇଥିଲା ହେଲା ଆଉ ସେଇଟା ସବୁ ଇତିହାସ ଯଦି ଲେଖିବ ବୋଲି କହିଲେ ଯାଅ ତା ପାଖକୁ ସେ ସଞ୍ଜୀବର ବାପା ପାଖକୁ ଯାଅ ସେ ବଞ୍ଚିଛି ତାକୁ ପଚାରିକି ଲେଖ କିଏ କେତେବେଳେ ହେଇଥିଲା ଆଉ କିଏ କଣ କରୁଥିଲା ଆଉ ବାଣ୍ଡିଗୁଡା ପାଇଁ ଅବଦାନ ଅଛି ଆମର ସେ ବେଲୁକା ମୁଠା ମାଝି ସେ ତାର ମାନେ ଅବଦାନ ଅଛି ସେ ଆସିକି ସେ ଆମ ଅଜାଙ୍କର ଦେହ ସିରିୟସ୍ ଥିଲା ବେଳକୁ ସେ ତାଙ୍କ ସହିତ ଜଣେ ପାଳକ ଆସିକି ପ୍ରାର୍ଥନା କରିବାରେ ବାଣ୍ଡିଗୁଡାଟା ଧୀରେ ଧୀରେ ପ୍ରଭାବିତ ହେଲା ସେମାନେ 63 ହେଇଛନ୍ତି ତମ ଗାଁ ପାଜିକିରି 62 ହେଇଛି ଜାକେଶ 61 ହେଇଛି ମାନେ ଆମ ଏରିଆ ପାଇଁ ପ୍ରଥମ ଖ୍ରୀଷ୍ଟିଆନ ଆଉ ଇତିହାସ ଭୂଗୋଳ ବିଜ୍ଞାନ ଜାଣିବ ନାହିଁ ସେଟା କରିବ
ସବୁ ଜିନିଷ ଜାଣିବାର ଅଛି ନା ନାଇଁ ପଚାରିବାର ନା କେମିତି କଣ କରାହବ ସେଇଟା ଆମେ ପଚାରିବା ନା କଣ ପଚାରିବ ଯାହେଲେ ଗୋଟେ ଇତିହାସ ଲେଖିବା ନା କହିଲି ପରା ଆରେ ଏବେ ଲୁଡୁ ପ୍ରୋଗ୍ରାମ ହଉଛି ଲୁଡୁ କେବେ ଆରମ୍ଭ ହେଲା 2004 ରେ ହେଲା 2004 ରୁ ଚାଲିଛି ସେଟା ଆମେ ତ ଆରମ୍ଭ କଲୁ ନା ସେ ବିଜୟ ଯାତ୍ରା ଯେମିତି ଲୁଡୁ ଚାଲ ବୋଲି କରୁଛନ୍ତି ନା ବିଜୟ ଯାତ୍ରା ପୂର୍ବ ସପ୍ତାହରେ ତ କରୁଛନ୍ତି ନା ସେଟା ଗୋଟେ ଫିକ୍ସ ହେଇକି ରହିଲା ଆମର ନଥାଉ ଯିଏ ବି ଅନ୍ୟ ଲୋକ ବି କରନ୍ତୁ କିନ୍ତୁ ବିଜୟ ଯାତ୍ରା ନିମିତ୍ତ ଲୁଡୁ ଚାଲ ବିଜୟ ଯାତ୍ରା ହେବା ପୂର୍ବ ସପ୍ତାହରେ ସେଠି ହଉଛି ସେଠି ଆମର ଗୋଟେ ନିଜେ ଆମେ ଆରମ୍ଭ କରୁଥିଲେ କନ୍ଧ ଖ୍ରୀଷ୍ଟିଆନ ସମ୍ମିଳନୀ କନ୍ଧ ମାନଙ୍କର ୟୁନିଟ୍ କରାଯାଇଥିଲା କନ୍ଧ ହିଲ୍ ବାପ୍ତିଷ୍ଟରୁ ଆସିଥିଲେ କନ୍ଧ ଖ୍ରୀଷ୍ଟିଆନ ସମ୍ମିଳନୀ ଚାଲିଥିଲା କିନ୍ତୁ ସେଟାକୁ ଖାଲି ନାଇମ ତାଙ୍କ ବ୍ୟାନରରେ ଆମେ କଣ ପାଇଁ କରିବା ବୋଲିକି ସେ ଜଣେ ଦାମୋଦର ଦାସ ଜଣେ ଏକା ଉଲ୍ଟାପାଲ୍ଟା କଲା ନହେଲେ ମୁଁ ତ ଆମ ଡିବିଲ ତ ସାର୍କୁ କହିଥିଲି ଏବେ କନ୍ଧମାଳ ଡିଷ୍ଟ୍ରିକ୍ଟ କହିଲେ କନ୍ଧମାଳ ଅଛନ୍ତି କି आदिवासी कॉलेज कहले कोन खाली आदिवासी लोक पढुछन आदिवासी लेक्चर अछन ना आदिवासी लोक मान सब पढुछन एटा नाम मात्र हां कोंद हिल बाप्तिस्टी बोली कहले कोंद हिल माने पहाड़ कोंद माने लोक सेटा कोंद हिल बाप्तिस्टी सेटा अछि आकाश सुशांतर एते जहां नाम दियाला यीशु को मुंड ऊपर जहां लिखायला लोक माने कहले नाही मु निजे कहउतली राजा बोली मु माने जिहुदी मान को राजा बोली कहउतला बोली सेटा राजा कोन कहले जहां लिखाइले हेछि सेतपई हम 2000 जहां हेछि हम लोक जानु ना उड़ीसा फॉलो कल्चर करछि कन्ध ख्रीष्टियान सम्मेलन बोली ताकर माने लोकल नाटक सब की जानि नथले सब को जानि आमे कोन से 2001 कोन उड़ीसा फॉलो नारे कोन बांदागुड़ा सभानी गला उड़ीसा फॉलो नारे कोन माने दरखास्त देछि ए कन्ध ख्रीष्टियान सम्मेलन बोली माने परमिशन करके हमें माने सभा कोन ना जेतले प्रथम वर्ष हमें कोन सेठी से कि ये आसिला सेटा किछि नै कितो ना चेंज करिवा नथला करलो नाइ कि पारिलो बोली क्या हो नाइ कि पारिलो बोले त नाइ पता अछि सुशांत गोला तो पारिलो श्याम तो चली गला से ईश्वर को कोन को सुशांत गोला तो घर द्वार छाड़ी के पारिलो कोन करे नाइ कि नहीं हो जा भी हो मु कोइली परा नहीं मु कोइली पर दिन से मते फोन करदेला मु कोइली हमर संगठन केबे भी भांगीबो नै जेहेतु यीशु कहले जे दक्षिण हस्त देबाटा बाम हस्त जानो आज से सिस्टम करा है हमर दान दोष मांस जेतकी माने पाउछती से मंडली रे हिसाब नै सब नउछती से सिस्टम कर दे यीशु कहले जे दक्षिण हस्त दान देबाटा बाम हस्त न जानो सेति पे हमर संगठन बंची जदी सेटा जदी नै कि ऑफिशियल सिस्टम करा है ता निजे नै कि उपभोग करतांते कमिटी लोक ता पर ए लोक मान को जदी माने ये कोन करा है ता अंत संत करा है ता एबे माने प्रभु को काम करे इच्छा कर न थांते आउ गुटे दिस को गुटे साक्ष्य कहउतली जे नुसार कथा नुसार जदी आज लंबा पार्ट से 5 परिवार हो 6 परिवार हो 7 परिवार हो सेठी जदी कंटिन्यू जाई न थाता जे 5 रही न थाता आज से गुटे कथा सुनिला जे तू से 2 जण माने 5 जण बसतु 10 जण भी बसतु किंतु तू जणे सेठी जा ता ओडिसा पलक जॉइन करि नै कि कन्ध ख्रीष्टियान सम्मेलन जॉइन करि नै के करि केवल मो गुटे पद कहली से गुटे पद पाइ बोल कि आज बड़ मंडली पास्टर रही पारछि पाजिकरी हम सम्मेलन रो मुख्य एक वर्तमान पोजिशन रे बड़ चर्चा हिसाब रे पाजिकरी अछि तापर दुतिर अछि गाड़ी ना दो तापर गाड़ी भी पाइला हां माने गुटे कथा से जदी ना आगे मु से छोट मंडली को जिबि कि मत कोन बोली भाबिले कि केते लोक में बसु ना से जदी कोइ थाता आज गाड़ी गुडा बसि रहता मु उड़ीसा पलरु केते गाड़ी गुडा करि केते मैनेज करि करतो आज जो माने कि अन्य अनुष्ठान थिबा लोक मान को साइकिल तक पाइबा केते कष्ट किंतु हम अनुष्ठान जेते छ से माने देते गाड़ी गुडा मैनेज करि करछो हां टंका तो भिकारी भिक मागी टंका पाउची किंतु टंका बड़ विषय नै से 10000 के 15000 के 20000 देबाटा किंतु एते माने पैसा गाड़ी जाक बाइक आराम से प्रभु को अनुग्रह प्रभु को सेवा करते चालीची केवल गुटे विषय हला जे काली तो कहउतली काली ना का कहउतली पूरा
ଆମେ ଛୋଟ ଥିଲୁ ସେତେବେଳକୁ ଲାହାସ ମୁଠା ମାଝି ପାଷ୍ଟର ମାନଙ୍କୁ ଗାଡ଼ି କରୁଥିଲା ଯିଏ କି କାଙ୍ଗାଲ ପାଦ ଡୁଟି ମିଲାର ହଁ ଆମେ ମୁଠି ଚାଉଳ ଦେଇକି ତମକୁ ରଖିଛୁ ପରା ତମେ ମୁଠି ଚାଉଳ ଖାଇକି ରହିବାକୁ ଫୁଟାଡି ହଉଛ ଏମିତି ସେମିତି ଗାଡ଼ି କରିବାର ମୋର ସେଟା ମୁଣ୍ଡରେ ମାନେ ଥିଲା ସେଇଟା ଯେ ପାଳକ ହଉଛି କିଏ ମାନେ ପାଳକ ହଉଛି ପ୍ରତ୍ୟେକ ପରିବାର ଆବା ପ୍ରଚାରକ ବାପା ସେଥିପାଇଁ ବାପା ଆମ ଘରେ ଆସିଥିଲେ ସୁଲାଟେ ଖାଇଥାନ୍ତା ପୁଣି ସେଥିପାଇଁ ସେ ଆସୁନି ବୋଲି କହିଲେ ତାକୁ ମୁଠାଟେ ତାକୁ ଅଲଗା ରଖାଯିବ ଯେହେତୁ କୁଣିଆ ଯଦି ଆମ ଘରକୁ କିଏ ଆସନ୍ତି ତାହେଲେ ଆମେ ପ୍ରଥମେ ଖାଇବାକୁ ଦେଇଥାଉ ସେଥିପାଇଁ ବୋଲି ମୁଠାଟେ ଚାଉଳ ରଖା ହଉଥିଲା ତା ନା ସେଇ ଚାଉଳ ଆଣିକି ଦେଲାଟା ବି ଏମାନେ ଉଲ୍ଟା ଗାଳି କରିବେ ଯେ ନା ଆମେ ଚାଉଳ ଦେଇକି ରଖିଛୁ ଯୋଉଟା କି ଭିକାରୀ ମାଗୁଥିବା ଲୋକ ନେବ ନାହିଁ ସେ ଅରୁଆ ଚାଉଳ ଉଷୁନା ଚାଉଳ ପୁରୀ ଚାଉଳ ଦୁନିଆ ଚାଉଳ ମିଶାଟା ବି ଚାଉଳ ଦିଆ ହଉଥିଲା ସେତେବେଳେ आर का चाउल जोटा मिसले भी सेटा नहीं कि से केबे कंप्लेंट करनांती आमे एमती चाउल खाइबु नाही बोल कि किंतु से माने एमती सुदुतिले हेतु एटा से बड़ भाई रे सब चिंता करी कराले जे नाही काई लोक माने जे बेदी रो सेवा करबो से बेदी जीविका निर्वाह करबो से माने ईश्वर को पय उत्सुक होई माने सेटा कमिट करके सेटा टोका रखा हेबो ना आमे जदी सेटा जो नियम दुई भाई चिंता कराय तो सेटा ही सबले नहीं तांदा पुणी किंतु आमे को नाही ए पाल को जे पाउ से नहीं जाओ কিন্তু আজি গোটে দিন কো মন্ডলী কো যে আমি গাঁরে প্রচার করে আসলে সুশান্ত পাটমান মিশনে রইকি আও আমি গাড়ি বড় পয়সা কিয়ে দেইছি কইবে কি আরে মু সন্ধ্যারে সকাল পর্যন্ত পাজিকি প্রচার করবি মানে দশরারে সন্ধ্যারে মাইক্রোফোন ধরবি সকাল পর্যন্ত প্রচার করবি তাই গোটে দিন আগে জড়কে খাওয়াতে বলি কে 5 টাকা দেইছি মতে কিন্তু যিয়ে আসিব সে পালক সে সুনা ধরিকি দিব টঙ্কা ধরিকি দিব সবু করিব সে 2 ঘন্টা প্রচার করিব যাইকি শুইব কিন্তু কাই মতে কাই টঙ্কা কে দেইছি হ্যাঁ না মোটু সে মানে জোমালা শুনে না মোটু জোমালা সে মানে মোটু ওদের ট্রেনিং করছিলি কি হ্যাঁ ନାଇଁ ସେଇଠି ସ୍ୱାର୍ଥ ଦେଖେ ସ୍ୱାର୍ଥ ତ୍ୟାଗ ସ୍ୱାର୍ଥ ମୋର ଭିତରେ ପାର୍ଥକ୍ୟ ଅଛି ବୁଝିଲୁ କି ନାଇଁ ମୁଁ କହୁନା ମତେ ଦେଲ ନାହିଁ କି ଦିଆ ହେଇନାହିଁ କହୁନା କିନ୍ତୁ ପାର୍ସାଲିଟି ଏମିତି ହୁଏ ଯେ ନିଜେ ଯୋଉମାନେ ହ୍ୟାଣ୍ଡଲିଂ କରୁଛନ୍ତି ସେମାନେ ବି ଜାଣିବେ ନାଇଁ ସେ ବି ତ ପ୍ରଭୁଙ୍କ ନାଁରେ ଆସିଛି ତାକୁ ଆମେ କିଛିଟା ଦେବା ତା ଏମିତି ବି କଲେ କି ଦେଖୁଛୁ କି ନେବେ ନାଇଁ ତେବେ କହ ଲୋକମାନେ ଇଆଡେ ସିଆଡେ ହେବେ ବୋଲିକି ମାଲିକ ସନ୍ଧ୍ୟାରେ ମାଇକ୍ରୋଫୋନ ଧରିବି ସକାଳ পর্যন্ত প্রচার করবে কাই কি ଅଛି সত্য কইছি না মিছ কইছি শুনে মু ডিমান্ড কरू নাই এবে খালি মু চিন্তা করছি যে মানে এতি भी কাম করিবি মতে কিয়ে মানে চিনি পারলে না কিন্তু এবে বাহারକୁ আসলা পরে কৌছন্তে আজ্ঞা আসন্তু কিন্তু সেতেবেলে তার মুন্ডরে নাই হকি নাই ହଉ ଯାହା ବି ହଉ ପ୍ରଭୁଙ୍କ ଅନୁଗ୍ରହରୁ ଚାଲିଛି ଚାଲୁ ଚଲାଅ ଆଜି ଏ ବର୍ଷ କଣ କରୁଛ ସେ ସଭାରେ ପ୍ରସଙ୍ଗ କଣ ଅଛି ମାତୃ 16 ଅଧ୍ୟାୟ ଆଉ ମନୁଷ୍ୟ ଯେବେ ସମସ୍ତ ଜଗତକୁ ଲାଭ କରି ଆପଣ ଜୀବନ ହରାଇବେ ତାହାର କି ଲାଭ ହେବ କିମ୍ବା ମନୁଷ୍ୟ ଆପଣ ଜୀବନ ବଦଳରେ କଣ ଦେବ ଡାଇରେକ୍ଟ ଦେବ ନାଇଁ ପ୍ରଭୁଙ୍କ ଅନୁଗ୍ରହରୁ ବଡ ସବୁ ରହିଲ ସେଇଟା ନାଇଁ ଏବେ ମୁଁ ବର୍ଷ ସାର ବହି ଯାକ ତିଆର କରିଦେଉଥିଲି କାଲେଣ୍ଡର କଲା ଭଳିଆ କିଏ ସମିଣରୁ କେବେ ମୁଁ ଡିମାଣ୍ଡ କରୁଛି ନା ଏଟା ବହି କଲି ବୋଲଛି ନିଜ ପଇସା ବି କେତେବେଳେ ଇନଭେଷ୍ଟ କରାହବ ସେଥିପାଇଁ ଇଏ ତ ନାହିଁ ହେଲା କେବେ ମୁଁ ଭିକ ମାଗିଛି କି ମୁଁ ଏଟା କଲି ମତେ ଦିଅ ନା ଏଟା କଲି କେବେ ମାଗିଛି ମୋ ନିଜ ଇଚ୍ଛା ହେଲା ଚାଲିଲା ଗୋଟେ ବାର୍ଷିକ ବହି ଯାକ କରିଦେଇଛି ମନେ ଅଛି କି ନାଇଁ ବାର୍ଷିକ ବହି କରିକି ପାଷ୍ଟର ମାନଙ୍କୁ ଦିଆ ହେଇଛି ମନେ ଅଛି କି ନାଇଁ କଣ ହସିଲୁ କଣ ହସିବାଟା କହିଲି କି କଣ ସତ କଥା କୁହ କଣ ମୁଁ କହୁଛି ଆମ ପିଲାମାନେ ସେମାନଙ୍କୁ କିଛି କରିପାରିବେନି ପଇସା ପ୍ରବଳ ଦେଲେ କହିଲେ ତମେ ପଇସା ଯଦି ଚାହୁଁଛ ଯାଅ କିନ୍ତୁ ଆଉ ଆମ ସମ୍ମିଳନୀ ଭିତରେ ରହିପାରିବ ନା ଆଉ ପିଲାମାନେ ଇଆଡେ ସିଆଡେ ବି ହେବା ନା ଠିକରେ ଚାଲୁଛି ଆର୍ଥିକ ଅନୁଷ୍ଠାନ କମ ଦଉଛି ତଥାପି ଖୁସିରେ କାମ କରୁଛନ୍ତି ମୁଁ ପ୍ରଶଂସା କରୁଛି କହୁଛି ଆଉ ଆମର ସଂଗଠନଟା
ଥିଲା ଅଧିକ ଚର୍ଚ୍ଚ ଥିଲା କିନ୍ତୁ ଯେତିକି ସେଠି ମଧ୍ୟ କେତେ ବି ଗଲା ତଥାପି ଏବେ ବର୍ତ୍ତମାନ ଯେତେ ବି ଅଛି ଭଲରେ ଅଛି। ଠିକ ଅଛି ନା କଣ ଠିକ ଅଛି ନା କଣ ହଁ ପ୍ରସଙ୍ଗ ଠିକ ଅଛି। ଜୀବନ ହରାଇ ହଁ।